ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ୱେଲକମ୍ କରୁଛି ଗୋଟେ ନୂଆ ଅଧ୍ୟାୟ ମାନେ ମିନି ବ୍ଲଗ୍କୁ। ତ ଆଜି ଆପଣମାନଙ୍କୁ ମୁଁ ଜଣେଇବି ଆମ ବାଡ଼ିରେ ମୁଁ କ'ଣ ଫସଲ ଲଗେଇଛି। ଚାଲନ୍ତୁ ଦେଖିବା। ଏଇଟା ହେଉଛି ଆମ ବାରି। ବାରି ତ ନୁହଁ, ଗୋଟେ ଛୋଟିଆ ବଗିଚାଟି। କେତେ ସବୁ କ'ଣ ଲଗା ହେଇଛି। ଏଠି ମୋ ମାମା ଶାଗ ତୋଳିଛନ୍ତି। ତ ଏପଟେ ବି ଲଗା ହେଇଛି। ପୁଣି ତାପରେ ସାଇଡ଼୍ରେ ବି ବହୁତ କିଛି ଲଗା ହେଇଛି। ଆପଣମାନଙ୍କୁ ମୁଁ ସବୁ ଦେଖେଇବି। ଏଇଟା ହେଉଛି ଆମ ଲଙ୍କା ବାରି। ଏଇଟା ହେଉଛି ମାନେ ସବୁ ମିଶାମିଶି ବାରି ଆଉ। ତ ଫାର୍ଷ୍ଟରେ ଆମର ଏଇଟା କୋଶଳା ଶାଗ ଲଗା ହେଇଛି, ଯେଉଁଟାକି ସମସ୍ତେ ଲଗାନ୍ତି। ତାପରେ ଏଇଟା ଧନିଆ ପତ୍ର, ଏଇଟା ଗୋଟେ କିଆରି, ଏଇଟା ହେଉଛି ସେକେଣ୍ଡ କିଆରି। ଏପଟଟା ହେଉଛି ପାଳଙ୍ଗ ଶାଗ ଲାଗିଛି। ତା ଉପର କିଆରିଟା ମଧ୍ୟ ଧନିଆ ପତ୍ର ଲାଗିଛି। ଆଉ ଏଇଟା ହେଉଛି ଆମର ଗୋଟିକିଆ ବାଇଗଣ ଗଛ। ଆଉ ଏଇଟା କେଉଁ ଗଛ ଟିକେ କମେଣ୍ଟରେ ମୋତେ ଜଣେଇବେ। ତାପରେ ଆସିଯିବ ଆମର ଲଙ୍କା ବାରିକି। କେତେ ଲଙ୍କା ହେଇଛି ଦେଖିପାରୁଥିବେ, କେତେ ଗୁଡ଼ିଏ ଲଙ୍କା ଗୋଟେ ଗଛରେ। ପୁଣି ଆମର ଡେଲି ଲଙ୍କା ତୋଳିକି ମଧ୍ୟ ସେଠୁ ଆମେ ନେଇଯାଉଛୁ, ନହେଲେ ବହୁତ ଲଙ୍କା ପଡ଼େ ଏଇ ଗଛରେ। ଗୋଟେ ଲଙ୍କା ଦେଖିଲେ ତଳ ଉପର ମୁହଁ କରିକି ଥିଲା, ଦେଖନ୍ତୁ ଏଇ ସବୁ ଲଙ୍କା ଗୁଡ଼ା ସବୁ ଉପର ଗୋଟେ ମୁହଁ କରିକି ଅଛନ୍ତି। ଏଇ ଲଙ୍କାକୁ କୁଆଡ଼େ କହନ୍ତି ବରକୋଳି ଲଙ୍କା ବୋଲି। ଆପଣମାନଙ୍କ ଆଡ଼େ କ'ଣ କହନ୍ତି ୟାକୁ ଟିକେ ନିହାତି ଜଣେଇବେ ମୋତେ। ତାପରେ ଏଇଟା କ'ଣ କୁହନ୍ତୁ। ଏଇଟା ହେଉଛି ଚଣା ଶାଗ। ତ ଏଇଟା ମୁଁ ପାଖରୁ ଯାଇକି ଭଲସେ କ୍ଲିୟରରେ ଆପଣମାନଙ୍କୁ ଦେଖିଦେଇଛି, ଜାଣିପାରିବେ। ଏଇଟା ଏବେ 8-10 ଦିନ ହେଲା ବି ମଞ୍ଜି ପକା ହେଇଥିଲା। ପୁରା ଦେଖିପାରୁଥିବେ 10 ଦିନ ଭିତରେ କେତେ କଅଁଳି ଯାଇଛି। ଆଉ ଏଇଟା ହେଉଛି ଆମର ବାଇଗଣ ଗଛ। ବାଇଗଣ ଫଳିଛି ନା ନ ଫଳିଛି ଟିକେ ଦେଖିଦେବା। ଆଉ ଏଇଟା ହେଉଛି ଆମର କଟିକ ଧନିଆ, ଯେଉଁଟାକି ଧନିଆ ପତ୍ର ପରିକା ପୁରା ଟେଷ୍ଟି ଲାଗିବ। ଯେଉଁଥିରେ ବି ଆପଣ ଚାହିଁବେ ସେଥିରେ ପକାଇ ପାରିବେ। ବାଇଗଣ ବି ଏଇଟାରେ ବି ମଧ୍ୟ ହେଇଛି। ଏବେ ଲଗା ହେଇଥିଲା ଗଛଟା, କିନ୍ତୁ ପୋକଡ଼ା ହେଇଯାଇଛି ସେଇ ବାଇଗଣଟା। ଏଇ